ଖେଳୁଥାନ୍ତି ଗୌତମ ଗମ୍ଭୀର ଆଉ ତାଙ୍କ ସହିତ ସାଥ ଦେଇ ଖେଳୁଥାନ୍ତି ବୀରେନ୍ଦ୍ର ସେହୱାଗ। ଆଉ ଭାରତର ଦର୍ଶକମାନେ ବହୁତ ସାରା ଆଶା ବାନ୍ଧି ବସିଥାନ୍ତି ବୀରେନ୍ଦ୍ର ସେହୱାଗ କିଛି ବଡ଼ କରିବେ ବୋଲି, କିନ୍ତୁ ହେଲା କିଛି ଅଲଗା। ମାତ୍ର 3 ରନ୍ କରି ଆଉଟ୍ ହେଇଯାନ୍ତି ଭାରତର ଏହି ବିସ୍ଫୋଟକ ବ୍ୟାଟ୍ସମ୍ୟାନ୍। ଆଉ ଭାରତର ଏହି ତୁଫାନ ଭଳିଆ ବ୍ୟାଟ୍ସମ୍ୟାନ୍କୁ ଆଉଟ୍ କରି ପୁରା ଶ୍ରୀଲଙ୍କା ଟିମ୍ ପାଗଳ ଭଳିଆ ଖୁସି ବନଉଥିଲା। ଆଉ ବୀରେନ୍ଦ୍ର ସେହୱାଗଙ୍କର ସ୍ଥାନ ପୂରଣ କରିବାକୁ ଆସନ୍ତି ବିରାଟ କୋହଲି। ଶ୍ରୀଲଙ୍କାର ଧୂଆଁଧାର ଦୁର୍ଦାନ୍ତ ବୋଲର ମାଲିଙ୍ଗାଙ୍କର ବଲ୍ ସୁନ୍ଦର କଭର ଡ୍ରାଇଭ୍ ମାଧ୍ୟମରେ ବିରାଟ କୋହଲି ଶ୍ରୀଲଙ୍କା ପାଖରୁ 4 ରନ୍ ଟାଣିକି ନେଇ ଆସନ୍ତି। ବିରାଟ କୋହଲିଙ୍କ ଭଳିଆ ଗୌତମ ଗମ୍ଭୀର ବି ସମାନ ଷ୍ଟ୍ରାଟେଜିରେ ଶ୍ରୀଲଙ୍କା ବୋଲରମାନଙ୍କ ବଲ୍କୁ ମାରିବା ଆରମ୍ଭ କରିଦିଅନ୍ତି। ଭାରତର ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ଜବରଦସ୍ତ ବ୍ୟାଟିଂ ମାଧ୍ୟମରେ ଭାରତ ତାର ଗୋଟେ ୱିକେଟ୍ ହରାଇ 10 ଓଭର ଶେଷ ସୁଦ୍ଧା ପହଞ୍ଚି ଯାଇଥାଏ 58 ରନ୍ରେ। ପ୍ରିୟ ଦର୍ଶକ ବନ୍ଧୁ, ଯେତେବେଳେ ସବୁକିଛି ଠିକ୍ ଠାକ୍ ଚାଲୁଥିଲା, ଯେତେବେଳେ ରନ୍ର ବର୍ଷା ହେଉଥିଲା, ଯେତେବେଳେ ଦର୍ଶକମାନେ ଖୁସି ହେଉଥିଲେ, ସେତେବେଳେ ଭାରତକୁ ଲାଗିଥିଲା ବଡ଼ ଝଟକା। ମାନେ ବିରାଟ କୋହଲି 21 ଓଭର ଚାଲୁଥିଲା ବେଳେ ମାତ୍ର 38 ରନ୍ କରି ଆଉଟ୍ ହେଇଯାଆନ୍ତି। ଏଠି ବିରାଟ କୋହଲିଙ୍କ ଜାଗା ପୂରଣ କରିବାକୁ ଆସନ୍ତି ମହେନ୍ଦ୍ର ସିଂ ଧୋନି। ମହେନ୍ଦ୍ର ସିଂ ଧୋନି ଆଉ ଗୌତମ ଗମ୍ଭୀର ପୁରା ପରିସ୍ଥିତିକୁ ଦେଖି ଭାରତର ସ୍କୋରକୁ ଆସ୍ତେ ଆସ୍ତେ ଆଗକୁ ନେବାକୁ ଚେଷ୍ଟା କରନ୍ତି। ଆଉ ଏଠି 35 ଓଭର ଶେଷ ସୁଦ୍ଧା ଭାରତର ଏହି ଦୁଇ ବ୍ୟାଟ୍ସମ୍ୟାନ୍ ଭାରତର ସ୍କୋରକୁ 180 ରନ୍ରେ ପହଞ୍ଚାଇ ଦିଅନ୍ତି। ପ୍ରିୟ ଦର୍ଶକ ବନ୍ଧୁ, ଯେତେବେଳେ ଏହି ଦୁଇ ବ୍ୟାଟ୍ସମ୍ୟାନ୍ ଦ୍ୱୟ ସେଟ୍ ହେଇଯାଇଥିଲେ, ଯେତେବେଳେ ଆସ୍ତେ ଆସ୍ତେ ରନ୍ ବଢ଼ି ବଢ଼ି ଯାଉଥିଲା, ସେତେବେଳେ ଭାରତକୁ ଲାଗିଥିଲା ଆଉ ଗୋଟେ ବଡ଼ ଝଟକା। ମାନେ ଶ୍ରୀଲଙ୍କାର ଦୁର୍ଦାନ୍ତ ବୋଲର ମାଲିଙ୍ଗଙ୍କ ବଲ୍ରେ ଶିକାର ହେଇଯାଆନ୍ତି ଭାରତର ଏହି ବ୍ୟାଟ୍ସମ୍ୟାନ୍ ମାନେ ମହେନ୍ଦ୍ର ସିଂ ଧୋନି। ଆଉ ମହେନ୍ଦ୍ର ସିଂ ଧୋନିଙ୍କ ଯିବା ପରେ ଭାରତୀୟ ଦର୍ଶକମାନେ ଆଶା ବାନ୍ଧି ବସିଥାନ୍ତି ନେକ୍ସଟ ବ୍ୟାଟ୍ସମ୍ୟାନ୍ ହିସାବରେ ଯିଏ ଆସିବେ ମାନେ ରୋହିତ ଶର୍ମା। କିନ୍ତୁ ରୋହିତ ଶର୍ମା ବି ମାଲିଙ୍ଗଙ୍କ ବଲ୍ରେ 0ରେ ଆଉଟ୍ ହେଇ ଭାରତୀୟ ଦର୍ଶକମାନଙ୍କୁ ନିରାଶ କରନ୍ତି। ଯଦି ପରିସ୍ଥିତିକୁ ଦେଖିବା ମାତ୍ର 180 ରନ୍ ହେଇଥିଲା ବେଳେ ଭାରତର 4ଟା ୱିକେଟ୍ ଚାଲି ଯାଇଥିଲା। ଆଉ ଏହି ପରିସ୍ଥିତିରେ ଶ୍ରୀଲଙ୍କାର ଦର୍ଶକ ଆଉ ଶ୍ରୀଲଙ୍କାର ଖେଳାଳିମାନେ ଖୁସିରେ ପାଗଳ ଭଳିଆ ହେଉଥିଲେ। ଆଉ ଏଠି ରୋହିତଙ୍କ ଜାଗା ପୂରଣ କରିବାକୁ ଆସନ୍ତି ସୁରେଶ ରାଇନା। ଏଠି ଭାରତକୁ ଜିତିବା ପାଇଁ ଦରକାର ହେଉଥିଲା 88 ବଲ୍ରେ 107 ରନ୍। ଯେତେବେଳେ ଦର୍ଶକ ବନ୍ଧୁ ଆଶା ବାନ୍ଧି ବସିଥିଲେ ଗୌତମ ଗମ୍ଭୀରଙ୍କ ଉପରେ, କାହିଁକିନା ଗୌତମ ଗମ୍ଭୀର ଗୋଟେ ପଟରେ ଥିଲେ ଆଉ ଗୋଟେ ପଟରେ ୱିକେଟ୍ ପରେ ୱିକେଟ୍ ଚାଲି ଯାଉଥିଲା। କିନ୍ତୁ ଠିକ୍ ଏହି ସମୟରେ ଗୌତମ ଗମ୍ଭୀରଙ୍କର ଶତକ ତ ପୁରା ହେଇଯାଏ। ଡବଲ ରନ୍ ନେବା ଚକ୍କରରେ ଗୌତମ ଗମ୍ଭୀର ବି ରନ୍ ଆଉଟ୍ ହେଇ ଭାରତୀୟ ଦର୍ଶକମାନଙ୍କୁ ନିରାଶ କରନ୍ତି। ଆଉ ଏଠି ଜିତିବା ପାଇଁ ବଲ୍ ଥିଲା ମାତ୍ର 40 ଆଉ ଦରକାର ହେଉଥିଲା 62 ରନ୍। ଏବେ ଗୌତମ ଗମ୍ଭୀରଙ୍କ ଜାଗା ପୂରଣ କରିବାକୁ ଆସନ୍ତି ଇରଫାନ ପଠାନ। ପ୍ରିୟ ଦର୍ଶକ ବନ୍ଧୁ, ଏଠି ଗୋଟେ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଥିଲା। ଯେତେବେଳେ ଶ୍ରୀଲଙ୍କାର ଦୁର୍ଦାନ୍ତ ବୋଲର ମାଲିଙ୍ଗା ଯେତେବେଳେ ଭାରତର ଗୋଟେ ପରେ ଗୋଟେ ୱିକେଟ୍ ନେଉଥିଲା, ସେତେବେଳେ ଭାରତର ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ଆସି ସେଇ ମାଲିଙ୍ଗଙ୍କ ବଲ୍ ବୁଝି ବିଚାରି ଶଟ୍ ପରେ ଶଟ୍ ମାରି ଚାଲନ୍ତି। ପରିସ୍ଥିତି ଏମିତି ହେଇଥିଲା, ଶ୍ରୀଲଙ୍କାର ପ୍ରତ୍ୟେକଟି ବଲ୍କୁ ସୁରେଶ ରାଇନା ମାରି ଚାଲୁଥିଲେ ଆଉ ଭାରତର ସ୍କୋରକୁ ପହଞ୍ଚାଇ ଦେଇଥିଲେ 45 ଓଭର ଶେଷ ସୁଦ୍ଧା 245 ରନ୍ରେ। ଆଉ ଏଠି ଭାରତକୁ ଜିତିବା ପାଇଁ ବଲ୍ ଥିଲା 30, ରନ୍ ଦରକାର ହେଉଥିଲା 45। ଆଉ ତାପରେ ସୁରେଶ ରାଇନା ଠିକ୍ ସେମ୍ ଷ୍ଟ୍ରାଟେଜିରେ ଯେମିତି ମାରୁଥିଲେ ସେମିତି ମାରିବା ଷ୍ଟାର୍ଟ କରିଦିଅନ୍ତି। ଆଉ ଏଠି ଭାରତକୁ ଜିତିବା ପାଇଁ 26 ବଲ୍ରେ 36 ରନ୍ର ଦରକାର ହେଉଥିଲା। ଏବେ ଶ୍ରୀଲଙ୍କାର 47 ଓଭର ଆଉ ଏ 47 ଓଭର ନେଇ ଆସିବେ ସେଇ ଦୁର୍ଦାନ୍ତ ସେଇ ଖତରନାକ ବୋଲର ମାଲିଙ୍ଗା। ମାଲିଙ୍ଗାଙ୍କର ଏହି ଓଭରର ଫାଷ୍ଟ ବଲ୍କୁ ସୁରେଶ ରାଇନା ଲମ୍ବା ସଟ୍ ମାରନ୍ତି। ବଲ୍ ଉପରେ ଉପରେ ବାଉଣ୍ଡ୍ରିର ବାହାରେ ପଡ଼ିଥିଲା। ସୁରେଶ ରାଇନାଙ୍କର ଏ ଜବରଦସ୍ତ ପରଫର୍ମାନ୍ସ, ଏ ଜବରଦସ୍ତ ବ୍ୟାଟିଂ ମାଧ୍ୟମରେ ମାତ୍ର 34ଟା ବଲ୍ରେ ତାଙ୍କର ଅର୍ଦ୍ଧଶତକ ପୁରା କରିଦିଅନ୍ତି। ଆଉ ଏବେ ଶେଷ ଓଭର, ଆଉ ଏ ଶେଷ ଓଭରରେ ଦରକାର ହେଉଥିଲା ଜିତିବା ପାଇଁ 6 ରନ୍। ଆଉ ଏ ଶେଷ ଓଭରର ଫାଷ୍ଟ ବଲ୍କୁ ସୁରେଶ ରାଇନା ଲମ୍ବା ସଟ୍ ମାରନ୍ତି, କିନ୍ତୁ ବଲ୍ ଫିଲ୍ଡର ହାତରେ ଫିଲ୍ଡିଂ ହେଇଯାଏ। ଆଉ ଏଠି ସୁରେଶ ରାଇନା 2 ରନ୍ ନିଅନ୍ତି। ଆଉ ଏଠି ଜିତିବା ପାଇଁ ଦରକାର ହେଉଥିଲା 5 ବଲ୍ରେ 4 ରନ୍। ଏବେ ଶେଷ ଓଭରର ସେକେଣ୍ଡ ବଲ୍, ଏ ସେକେଣ୍ଡ ବଲ୍କୁ ସୁରେଶ ରାଇନା ସିଙ୍ଗିଲ୍ ନିଅନ୍ତି ଆଉ ସୁଯୋଗ ଦିଅନ୍ତି ଇରଫାନ ପଠାନକୁ ଖେଳିବା ପାଇଁ। ଏବେ ଶେଷ ଓଭରର 3 ନମ୍ବର ବଲ୍, ଏଠି ଜିତିବା ପାଇଁ ଦରକାର ହେଉଥିଲା ବଲ୍ ଥିଲା 4 ଆଉ ରନ୍ ଦରକାର ହେଉଥିଲା 4। ଏବେ ବ୍ୟାଟିଂ କରିବେ ଇରଫାନ ପଠାନ। ଆଉ ଏବେ ଶେଷ ଓଭରର 3 ନମ୍ବର ବଲ୍, ଆଉ ଏ 3 ନମ୍ବର ବଲ୍କୁ ଇରଫାନ ପଠାନ ମିସ୍ କରିଦିଅନ୍ତି। ଏବେ ବଲ୍ ଥିଲା 3 ଆଉ ଦରକାର ହେଉଥିଲା 4 ରନ୍। ଏବେ ଶେଷ ଓଭରର 4 ନମ୍ବର ବଲ୍, ସାମ୍ନା କରିବେ ଇରଫାନ ପଠାନ। ଆଉ ଏ ଶେଷ ଓଭରର 4 ନମ୍ବର ବଲ୍କୁ ଇରଫାନ ପଠାନ ଲମ୍ବା ସଟ୍ ମାରନ୍ତି। ସଟ୍ ଯାଇ ବାଉଣ୍ଡ୍ରି ବାହାରେ। ମାନେ ହାତରେ ଆଉ 2ଟା ବଲ୍ ଥିଲା
किंतु भारत विजयर मुकुट पिंधि सारिथिला। सुरेश रायनांकर जबरदस्त बैटिंग पाई, सुरेश रायनांकर जबरदस्त खेल पाई प्रत्येकटी भारतीय दर्शक माने स्टाडियम रे छिड़ा सुरेश रैना को अभिनंदन जणाइथिले। प्रिय दर्शक बंधु, आशा करुछि आपण माने मते बहुत सारा भल पाइबा देबे। जदि आपण मानकर भल पाइबा रहिबो ताले एई टाइप रो वीडियो बनेबा को मु चेष्टा करबी। रहूछि पुणी देखा हबो आउ गोटे जबरदस्त वीडियो सहित। सेते पर्यंत विदाय दियंतु। नमस्कार।